କାମୁକତା ଭୟଙ୍କର ନିଦ ଆଜ୍ଞା ଏଇଟା। এই କାମୁକତାର ନିଦ ହଉଛି ଶାରୀରିକ ଅଭିଳାଷ। এই ନିଦ ଆଜ୍ଞା ଆଜି ଭଲ ଭାବରେ ଧରିଛି ଲୋକମାନଙ୍କୁ। ମିନିଷ୍ଟ୍ରି ନାଁରେ ହିଷ୍ଟ୍ରି, ମିନିଷ୍ଟ୍ରି ନାଁରେ ପାପ, ମିନିଷ୍ଟ୍ରି ନାଁରେ ବ୍ୟଭିଚାର, ମିନିଷ୍ଟ୍ରି ନାଁରେ ଲାଇନ ମରାମରି, ମିନିଷ୍ଟ୍ରି ନାଁରେ ଦୁନିଆ ଧନ୍ଦା। ଆଉ କହନ୍ତି ଆଜ୍ଞା ପ୍ରେମ କରିବା କଣ ଭୁଲ କି? ଆଜ୍ଞା ମୁଁ କହିଲେ ବିଲକୁଲ ଭୁଲ ନାହିଁ, କିନ୍ତୁ ଭୁଲ କରିବା ପ୍ରେମ ନାହିଁ। ଆପଣ ଯୋଉ ପ୍ରେମ କରନ୍ତି ତାହା ପ୍ରେମ ନାହିଁ, ତାହା ହଉଛି କାମୁକତାର ଫଳ। ସେଇଟା ଖାଇଲେ ମରିବ। ଗୋଟିଏ ପୁଅ ଗୋଟିଏ ଝିଅକୁ ଦିନ ସାରା ଘାରି ହଉଛି, ଏଇଟା ପୁଣି ପ୍ରେମ। ତୁମର ମାକୁ ଘାରି ହଉଛ କି ସେମିତି ବାପାକୁ ଘାରି ହଉଛ କି ଯୀଶୁକୁ ଘାରି ହଉଛ କି? ଆଉ କଣ ପାଇଁ ବୋଲି ଘାରି ହଉଛି ଆଜ୍ଞା? ଚୁରି ହଉଛି ତାର ରୂପ, ତାର ନାକ, ତାର ଓଠ, ତାର ଗାଲ, ତାର ମୁଣ୍ଡ, ତାର ଚୁଟି 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 ବୋଲିକି ତୋ ବିନା ବଞ୍ଚି ପାରୁନି ବୋଲିକି ତିନି ମିଶିକି ମରୁଛନ୍ତି ଉଚକି ହେଇକି। This is not love. ପ୍ରେମ ଚାରି ପ୍ରକାର ଈଶ୍ୱରୀୟ ପ୍ରେମ। ନମ୍ବର 1 ଆଗାପେ, ନମ୍ବର 2 ସୋସିଆଲ ପ୍ରେମ, ପାଟ୍ରିଅଟିଜମ, ଦେଶଭକ୍ତିର ପ୍ରେମ। ଗାନ୍ଧୀଜୀ ବାପୁଜୀ ଏମାନେ ଦେଶକୁ ପ୍ରେମ କଲେ, ଦେଶ ପାଇଁ ବୋଲି ନିସ୍ୱାର୍ଥ ଭାବରେ ବଳିଗଲେ। ତୃତୀୟ ପ୍ରେମ ହଉଛି ଫ୍ୟାମିଲି ଲଭ୍। ମା ବାପା ଭାଇ ଭଉଣୀ, ନିଜର ଭଉଣୀ କେତେ ଖରାପ ହେଲେ ମଧ୍ୟ ଭାଇ ତାକୁ ସାହାଯ୍ୟ କରେ, ଭାଇ କେତେ ମୂର୍ଖ ହେଲେ ମଧ୍ୟ ଭଉଣୀ ଦୟା କରେ, ପିଲା ଛୁଆ କେତେ ଖରାପ ହେଲେ ମଧ୍ୟ ମା ବାପା ପ୍ରେମ କରନ୍ତି। ଏହା ହଉଛି ଗୋଟିଏ ବ୍ଲଡ ରିଲେସନସିପ। ଚତୁର୍ଥ ପ୍ରେମ ହଉଛି ରୋମାଣ୍ଟିକ, କେବଳ ଅଭିଳାଷ। ରୋମାଣ୍ଟିକ ରିଲେସନସିପ ରେ ବ୍ୟଭିଚାର ଥାଏ, ଆଉ କିଛି ନାହିଁ। ତା ପ୍ରେମ ନୁହେଁ। କେହି କହନ୍ତୁ ବହୁତ ପ୍ରେମ କରୁଛି। ଆଜ୍ଞା ପ୍ରେମର ଡେଫିନେସନ କହିବି ଟିକେ ପ୍ରଥମ କରିବି। କେତେ କେତେ? 13 ବଳ 4ରୁ ପ୍ରେମ ଦୀର୍ଘ ସହିଷ୍ଣୁ। ପ୍ରେମ କଣ? ମୁଁ 20 ବର୍ଷ ସେବା କଲା ପରେ এই ଗତ ବର୍ଷ ୟାର ରହସ୍ୟ ବୁଝିଲି। 20-22 ବର୍ଷ ମିନିଷ୍ଟ୍ରି। ପ୍ରେମ କଣ ବୋଲେ କିଏ କାହାକୁ ଟିକେ ଦେଇଦେଲା ଚକୋଲେଟ ବୋଲେ ଭାବୁଛି ସେ କଣ କଲା ବୋଲେ ପ୍ରେମ କଲା। ଆଇସ୍କ୍ରିମ ଖାଇଦେଲା ବୋଲେ ପ୍ରେମ କଲା। ଆଉ ଟୋକାଟୋକି ମାନେ କଣ ବୋଲି ଭାବନ୍ତି? ଆଇ ଲଭ୍ ୟୁ କହିଲେ ହଁ ମତେ ପ୍ରେମ କଲା ରେ, ପ୍ରେମ କଲା। ପ୍ରେମ ନାହିଁ, ସେଟା ଚୁଛାଟା, ସେଟା ପ୍ରେମ ନାହିଁ। କାମୁକତାର ସିଗ୍ନାଲ, ଗ୍ରୀନ ସିଗ୍ନାଲ, ସେଟା ପ୍ରେମ ନାହିଁ। ପ୍ରେମ କଣ? ପ୍ରେମ ଦୀର୍ଘ ସହିଷ୍ଣୁ। ଶୁଣ ତୁମ ପ୍ରେମ କଣ ବୋଲି କହିଲେ? ପ୍ରେମ ଦୀର୍ଘ ସହିଷ୍ଣୁ। ଯଦି ଜଣେ ଜଣକୁ ପ୍ରେମ କରୁଛି, ସେ ଯେତେ କଷ୍ଟ ଦେଲେ ମଧ୍ୟ ଇଏ କଣ କରିବ ଆଜ୍ଞା? ସହିବ। ଗୋଟେ ଟୋକି କଥା ହେଲା ନାଇଁ 4 ଦିନ ଦେଖିଛି ତୋର ପରିଟା 1000ଟା ବୋଲି ଆଉ ଜଣକୁ ଲାଇନ ମାରୁଛି। ଏଇଟା ପ୍ରେମ? ପ୍ରେମ ନୁହେଁ। ପ୍ରେମ ଆଜ୍ଞା ଦୀର୍ଘ ସହିଷ୍ଣୁ। এই প্রেম মা ছুয়া ভিতরে দেখা যায়। মা মানে মতো বেড়ে বেড়ে ফেঁকি দিও, কিন্তু ঈশ্বর প্রেমরে সহিষ্ণুতা ଥାଏ। ଜଣେ ପାଷ୍ଟର ମତେ କହିଲା ମୁଁ ଆପଣଙ୍କୁ ବେଶୀ ପ୍ରେମ କରୁଛି। ଦେଖବା ଟିକେ ପାର୍ଟି କରିଦେଲା, ତାର ପ୍ରେମ ବନ୍ଦ। ପ୍ରେମ ଆଜ୍ଞା ଆଇ ଲଭ୍ ୟୁ ରେ ନାହିଁ, କି ଗୋଲାପ ଫୁଲ ଦେବାରେ ନାହିଁ, କି ଖାନା ଖୁଆଇବାରେ ନାହିଁ, କି ଲୁଗାପଟା କିଣିକି ଦେବାରେ ନାହିଁ। ପ୍ରେମ ହଉଛି ଯଦି ଆପଣ ମଣ୍ଡଳୀକୁ ପ୍ରେମ କରିବେ, ମଣ୍ଡଳୀ ପାଇଁ ସବୁ ସହିବେ। ଖ୍ରୀଷ୍ଟ ତାହା କରିକି ଦେଖେ। ଜଣଙ୍କର ଦୁଃଖକୁ ସହିବା, ଜଣଙ୍କର ତାଡ଼ନାକୁ ସହିବା ହଉଛି ପ୍ରେମ। ସାବଧାନ। ଦ୍ୱିତୀୟ କଣ ପ୍ରେମ ଡେଫିନେସନ? ଯେଟା ଅଛି ବାଇବଲ ପଢିବା ଲୋକ। ପ୍ରେମ ହିତଜନକ। ପ୍ରେମ କଣ? ପ୍ରେମ କଣ କରିବ? ଆଚ୍ଛା ଶୁଣ, ମୋ ଆଡକୁ ଧ୍ୟାନ ଦିଅ ସମସ୍ତେ, ଟିକେ କଥାବାର୍ତ୍ତା ହବ ନାହିଁ। ପ୍ରେମର ଦ୍ୱିତୀୟ ଡେଫିନେସନ କଣ? ହିତଜନକ। କୋଉ ଟୋକା କୋଉ ଟୋକିର ହିତ ଚେଷ୍ଟା କରୁଛି ଗୁପ୍ତରେ, ଏଇଟା କି ହିତ? ମା ବାପାକୁ କହିବା ନାହିଁ, ବୁଝଲିଆ ପଳେଇବା, ଏଇଟା କି ହିତ?
ସମାଜରେ ମା ବାପାର ବଦନାମ ହଉ, ଏଇଟା ଗୀତ। ଗାଁ ଲୋକ ଛେପ ପକାନ୍ତୁ, ଏଇଟା ଗୀତ। ଲୁଚି ଲୁଚି ନଗ୍ନ ଫଟୋ ଗୁଡାକ ବଣ୍ଟା ବଣ୍ଟି ହେବେ, ଏଇଟା ଗୀତ। ଲଟା ବଜାରରେ ଯାଇକି ଗୁପ୍ତ କାରବାର କରିବେ, ଏଇଟା ଗୀତ। ପ୍ରେମ ହିତ ଜନକ, ହିତ ଜନକ, ଅନ୍ୟର ମଙ୍ଗଳ ଚେଷ୍ଟା କରେ। ମୁଁ ପ୍ରଭୁକୁ ଧନ୍ୟବାଦ ଦିଏ, ମତେ ବହୁତ ଲୋକ ପ୍ରେମ କରନ୍ତି, ସେମାନେ ମୋ ସହିତ କଥାବାର୍ତ୍ତା ବେଶୀ ନହେଲେ ମଧ୍ୟ ମୋ ପାଇଁ ସବୁଦିନ ପ୍ରାର୍ଥନା କରନ୍ତି। ଦେ ଆର୍ ଦ ଟ୍ରୁ ଲଭର। ଆମ ପାଇଁ ଆଣ୍ଠୁ ଭାଙ୍ଗନ୍ତି, ଆମ ପାଇଁ ମଙ୍ଗଳ ଚେଷ୍ଟା କରନ୍ତି। ଆଇ ଲଭ୍ ୟୁ ବୋଲି କହିବା ପ୍ରେମ ନୁହେଁ, ଦ୍ୟାଟ୍ ଇଜ ଲାଷ୍ଟ, କାମ କଥା। ଆଜି ଗିର୍ଜା ଘର ଭିତରେ ଉପାସନା ଚାଲିଛି, ବାକ୍ୟ ଚାଲିଛି, ଭଲ ଭଲ ସେବକ ମାନେ ଆସୁଛନ୍ତି, କିନ୍ତୁ କାମ କଥା ଯୁବପିଢିକୁ, ସେବକ ପିଢିକୁ କାମ କଥାର ନିଦ ମାରି ପଡୁଛି। ଏଣୁ ପାଉଲ କହିଲେ ନିଦ୍ରାରୁ ଜାଗ। ସାବଧାନ ଭାଇ ଭଉଣୀ ମାନେ, ଖ୍ରୀଷ୍ଟିଆନ ମାନଙ୍କର ଲାଇଫ କାମ କଥା